କାଣ୍ଡି ହେଇଛି କଚଡ଼ା ଏସବୁ ଏଠି ବଦାଡ଼ି ଦିଆହେଇଛି। ଏପଟେ ଏଗୁଡ଼ା ବି ସବୁ କାଣ୍ଡି ହେଇଛି। ଏସବୁ କଚଡ଼ା କଟଡ଼ି ଏଠି କାଣ୍ଡି ହେଇଛି ବିଲରେ ପିଟା ହବ କଥାରେ। ଅଧା ଉଠି ସାରିଲାଣି ବିଲଟା, ଆଉ ଅଧା ଉଠିବ। ଟ୍ରାକ୍ଟର ଆସିଲା, ବାପା ଏଠି ଜଗିକି ଅଛନ୍ତି ଗୋରୁ। ବାପାଙ୍କ ପାଇଁ ମୁଁ ଖାଇବାକୁ ଆଣିନି, ଖାଇକି ତାଙ୍କର ଏଠି ଜଗିଥିବେ। ଗୋରୁ ଚାରିପଟେ ଛାଡ଼ିଦେଲେଣି। ଟ୍ରାକ୍ଟର ଦେଖନ୍ତୁ ସାଙ୍ଗମାନେ, ଏବେ ମୁଁ ଟ୍ରାକ୍ଟର ନେଇକି ଆସୁଛି। ଟ୍ରାକ୍ଟର ଡ୍ରାଇଭର ଭାଇ ତାଙ୍କର କ'ଣ ଗୋଟେ କାମ ପଡ଼ିଗଲା, ଅର୍ଜେଣ୍ଟ ସେ ପଳେଇଲେ। ହେଲେ ଭାଇ ଟିକେ ନେଇକି ଚାଲ, ମୁଁ ଅଧଘଣ୍ଟେ ଭିତରେ ଆସୁଛି। ତ ମୋତେ ଗାଡ଼ି ନେଇକି ଆସିବାକୁ ପଡ଼ିଲା। ମୁଁ ନେଇକି ଯାଉଛି ଗାଡ଼ି। କିନ୍ତୁ ଗୋଟେ କଥା ମୁଁ ସମସ୍ତଙ୍କୁ କହୁଛି, ମୁଁ ଜାଣିଛି ଏ ଭିଡ଼ିଓ ବହୁତ ଲୋକଙ୍କୁ ଭଲ ଲାଗୁନଥିବ, କାହିଁକିନା ଭିଡ଼ିଓରେ ସେମିତି କିଛି କଣ୍ଟେଣ୍ଟ ସେମିତି ଭଲ କିଛି ନାହିଁ। କିନ୍ତୁ ଯାହା ବି ହଉ, ସବୁଦିନ ଅପଡ଼େଟ୍ ରହିବାକୁ ପଡ଼ିବ ଫେସବୁକ୍ରେ। ଯେଉଁମାନେ ଫେସବୁକ୍କୁ ନୂଆ ଆସିଛନ୍ତି, ମୁଁ ସେମାନଙ୍କୁ ଗୋଟେ କଥା କହୁଛି, କିଛି ଡରିବାର ନାହିଁ। ଯେମିତି ଆପଣଙ୍କ ଯାହା ବି କିଛି ବି ଭିଡ଼ିଓ କରୁଛନ୍ତି, ଭିଡ଼ିଓ କରି ପକାଇ ଚାଲନ୍ତୁ। ଯାହା ଆପଣଙ୍କର ଭିତରେ ଯାହା ଟ୍ୟାଲେଣ୍ଟ ଅଛି, ଆଉ ଯେଉଁ ବି ଯାହା ବି କନସେପ୍ଟ ନେଇକି ଆପଣ କରୁଛନ୍ତି ଭିଡ଼ିଓ କରନ୍ତୁ। ଭିଡ଼ିଓ କିନ୍ତୁ ଡେଲି ଅପଡ଼େଟ୍ ହେବା ଦରକାର, କାହିଁକିନା ଫେସବୁକ୍ ଗୋଟେ ଏମିତି ପ୍ଲାଟଫର୍ମ, ସେଠି ଆପଣ ଡେଲି ଯେତେ ଆକ୍ଟିଭ୍ ରହିବେ, ସବୁଦିନ କିଛି ନା କିଛି ଗୋଟେ ଭିଡ଼ିଓ ଅପଡ଼େଟ୍ କରିବେ। ଯଦି ଆପଣ ଅପଡ଼େଟ୍ ଭିଡ଼ିଓ ନ କଲେ, ତାହେଲେ ଫେସବୁକ୍ ଜାଣିବ କି ଏ ମୋ ପ୍ଲାଟଫର୍ମରେ କାମ କରୁନାହାନ୍ତି। ଆପଣଙ୍କୁ ସେତେ ଭ୍ୟୁ ମିଳିବନି କି ଆପଣଙ୍କୁ ଏନଗେଜମେଣ୍ଟ ଭଲ ମିଳିବ ନାହିଁ। ତେଣୁକରି ସବୁଦିନ ଫେସବୁକ୍ରେ ଆପଣ ଯେତେ ଅପଡ଼େଟ୍ ରହିବେ, ଆଉ କେବେ ନିଜ ମନକୁ ଭାଙ୍ଗି ଦେବେନି କି ମୋର ହେଉନି କି ମୋର ହେବନି, ମୋ ଦ୍ୱାରା ଏସବୁ ହେବ। ମୁଁ ଯେତେବେଳେ ପ୍ରଥମେ ଫେସବୁକ୍କୁ ମୁଁ ଯେତେବେଳେ ସୋସିଆଲ ମିଡ଼ିଆରେ କାମ କରିବା ଷ୍ଟାର୍ଟ କଲି, ମୋତେ ବି ସେମିତି ଲାଗୁଥିଲା ମୁଁ ପାରିବି ନା, ମୋତେ ଲୋକ ଲାଇକ୍ କରିବେ ନା, ମୋତେ ମୋ ଭିଡ଼ିଓ ଦେଖିବେ ନା। କିନ୍ତୁ ଏମିତି ସମୟ ଆସିଲା, ଏବେ ବି ମୋର 10,000 ଫଲୋଅର୍ସ ହେଲେଣି। ତେଣୁକରି କିଛି ନ ଭାବିକି କାମ କରିଚାଲ, ମନ ଦେଇକି କାମ କର। ଯେଉଁ କାମଟା ବି କରୁଛ ସେଇଟା ପୁରା ସିଦ୍ଧତାର ସହିତ କର। ଆଉ ଯଦି ମଝିରେ ତୁମେ ଭିଡ଼ିଓ ଅପଡ଼େଟ୍ କରିବନି ସବୁଦିନ, କି ଛାଡ଼ିଦେବ, ତାହେଲେ ତ ଫେସବୁକ୍ କେବେ ଆଉ ତୁମକୁ ଭ୍ୟୁ ସେମିତି ଦେବନି, ଏନଗେଜମେଣ୍ଟ ବଢ଼ିବନି। ଆଉ ଯାହା ବି ଭିଡ଼ିଓ ଯାହାର ଦେଖୁଛ ତାକୁ ଲାଇକ୍ କର, ତାକୁ ବି ଗୋଟେ ଫଲୋ କର, ଲାଇକ୍ କର। ଭିଡ଼ିଓରେ କମେଣ୍ଟ ଗୋଟେ କର, ଏମିତିଆ କମେଣ୍ଟ କର ଯେମିତି ଏଇ ବିଲଟା ଆମର ତମ କମେଣ୍ଟ ଭଲ ଲାଗିବ ଲୋକଙ୍କୁ। ଆଉ ସେମାନେ ଆସିକି ତୁମର ଦେଖିବେ, ତୁମ ପ୍ରୋଫାଇଲକୁ ଆସିବେ, ଦେଖିବେ। ଠିକ୍ ଅଛି, ଏବେ ଗାଡ଼ି ତ ଆସି ପହଞ୍ଚିଗଲା। ଦେଖନ୍ତୁ ସାଙ୍ଗମାନେ, ବିଲ ସାରା ଧାନ କଟା ହେଇଛି, କିନ୍ତୁ ଗୋଟେ ବୁଦା କ'ଣ ପାଇଁ ଛଡ଼ା ଯାଇଛି? କାହିଁକିନା ଏଇଟା ହେଲା ଆମର ଅନୁକୂଳ କିଆରି। ଏଇ କିଆରିରେ ଆମର ଖତ ଅନୁକୂଳ କରାଯାଏ। ଆଉ ସେଥିପାଇଁ ଏଇ କିଆରିରେ ହିଁ ଆମର କ୍ଷେତ ବଢ଼ାଯାଏ। ମାନେ ଯେତେବେଳେ ଲାଷ୍ଟ ଆପଣ କଟାକଟି ସରିଯିବ, ସେଇଠି ଏଇ କିଆରିରେ, ଯେଉଁ କିଆରିରେ ଆପଣଙ୍କର ଅନୁକୂଳ ହୁଏ, ସେଇ କିଆରିରେ ଗୋଟେ ବୁଦା ଧାନ ରଖନ୍ତି। ଆଉ ସବୁ ସରିଲା ପରେ ଖଳା କାମ, ସେଇଟାକୁ ଆମର ଆସିକି ଗୋଟେ ଦିନ ମୁଢ଼ି ଆଉ ଖଇ ଆସିବ। ଯେଉଁ ଦାଆରେ ସବୁ ଧାନ କଟା ହେଇଥିବ, ସେଇ ଦାଆ ସବୁ ଆସିବ, ଆସିକି ପୂଜା ହେବ। ପୂଜା ହେଇକି ସେଇ ମୂଳଟା କଟା ହେବ। ଆଉ ସେଇ ମୂଳଟା କଟା ହେଇକି ନେଇକି ଗୋଟେ ବୁଦା ରଖାହେବ। ତାକୁ କୌଣସି ଷେଣ୍ଢ କିମ୍ବା ଗାଈ ତାଙ୍କୁ ଦେଖିକି ତାଙ୍କୁ ଖାଇବାକୁ ଦିଆଯିବ। ଆଉ ଏଇଟା ହେଲା ଆମର ସିଏ ବି ଗୋଟେ ପରମ୍ପରା ରହିଛି। ମୁଁ ଆପଣଙ୍କୁ ଦେଖେଇବି ଯେଉଁଦିନ କ୍ଷେତ ବଢ଼ା ହେବ। କ୍ଷେତ ତ ଏବେ ବଢ଼ା ହେଇନାହିଁ, କ୍ଷେତ ବଢ଼ା ହେବ ପୁଷ ମାସ ସରିଲା ପରେ, ମାଘ ମାସରେ କ୍ଷେତ ବଢ଼ାଯିବ। ଆଉ 10-15 ଦିନ ପରେ କ୍ଷେତ ବଢ଼ାଯିବ। ମୁଁ ସେ ଭିଡ଼ିଓ ବି କରିବି ଆପଣଙ୍କ ପାଇଁ, ଆଉ ଦେଖେଇବି ସେ ଭିଡ଼ିଓ ଆପଣଙ୍କୁ କେମିତି କ୍ଷେତ ବଢ଼ାଯାଏ, କ'ଣ ହୁଏ। ଆଉ ଆପଣମାନେ ଏମିତି ଭିଡ଼ିଓରେ ସବୁଦିନ ଅପଡ଼େଟ୍ ରୁହନ୍ତୁ, ଏମିତି ଭଲ ପାଇବା ଦେଉଥାନ୍ତୁ, ଆଉ ଭଲ ପାଇବା ନେଉଥାନ୍ତୁ। ମୁଁ ବି ଯେତିକି ସମୟ ଫେସବୁକ୍ରେ ଆକ୍ଟିଭ୍ ରହେ, ମୁଁ ଦେଖେ ଯାହାର ବି ଭିଡ଼ିଓ, ତାକୁ କମେଣ୍ଟ ବି କରେ, ଲାଇକ୍ ବି କରେ, ଫଲୋ ବି କରେ। ଆଉ ଆପଣମାନେ ସେମିତି ସମସ୍ତେ ଆମେ ଆମ ଭିତରେ ସମସ୍ତେ ନିଜ ନିଜକୁ ସପୋର୍ଟ କରିବା। ବାପା ତ ଭାର ଲାଗି ପୁଅ କାଢ କାଢ
ଏବେ ଆମର ଲୋड ସରିଗଲା ଗାଡ଼ି ଏବେ ରସି ମରା ହେଉଛି କାହିଁକିନା ହିଡ଼ ଡେଇଁ ଡେଇଁ ଗଲା ମାନେ କେଉଁଠି ଗଳି ପଡ଼ିବ କଚଡ଼ା ସେଇଥିପାଇଁ ରସି ବାନ୍ଧିକି ତାକୁ ନିଆଯିବ। ଏଠି 2 ଜଣ ରସି ମାରୁଛନ୍ତି। ମୋତେ ଟିକେ ଜୋର ଶୋଷ ହେଲା ତ ମୁଁ ପଳେଇ ଆସିଲି ପାଣି ପିଇବାକୁ। ଏବେ ଦେଖନ୍ତୁ ଏପଟେ ବି ଜଣେ ସେ ଆମର ଗାଁ ଲୋକ ଉଠଉଛନ୍ତି ତାଙ୍କ ବିଲରୁ ଉଠା ହେଉଛି। ତାଙ୍କର ବାଇକ୍ରେ ବୋଇ ନେଇଯାଉଛନ୍ତି ଆଉ ଚାଲିଛି ଧୀରେ ଧୀରେ। ତାପରେ ଆମର ଏବେ ରସି ମରା ସରିଲା ଆମେ ଏବେ ଘରକୁ ଚାଲିବୁ। ଆଉ ଗଲାବେଳେ ଗୋଟେ କଥା ହେଲା ଆମର ଯେଉଁ ଯେଉଁ ବିଲ ସବୁ ଲୋଡ଼ ସରିଯାଏ ଆମେ ସେ ବିଲ ଖାଲି ହେଇଗଲା ପରେ ତାପରେ ଟିକେ ଜୋତା ଓହ୍ଲେଇକି ପଗଡ଼ି ଓହ୍ଲେଇକି ଟିକେ ମାଟି ମାଆକୁ ଭୂମିଷ୍ଠ ପ୍ରଣାମ କରାଯାଏ। କାହିଁକିନା ତାଙ୍କରି ଦୟାରୁ ତ ପେଟକୁ ମୁଠେ ଦାନା ମିଳୁଛି। ଏବେ ଗାଡ଼ି ଆସିକି ପହଞ୍ଚିଗଲା ଘରେ। ଏବେ ଅନଲୋଡ଼ ଚାଲିଛି। ଅନଲୋଡ଼ ସରିଲା ପରେ ତାପରେ ଆମେ ଟିକେ ସାଇଜ୍ କରିକି ସେସବୁ ରଖିବା ଧାନକୁ। ଏବେ ସାଇଜ୍ ହେଇକି ଦେଖୁଥିବେ ସାଇଜ୍ ହେଇକି ସବୁ ରହିଛି ଯେଉଁଗୁଡ଼ା ଅନଲୋଡ଼ ସରିଥିଲା ଆଗରୁ। ଏବେ ଅନଲୋଡ଼ ସରିଲା। ଅନଲୋଡ଼ ସରିଲା ପରେ ଗାଧେଇ ପାଧେଇ ଖାଇବା। ଆଉ ଭୋକ ପ୍ରବଳ। ଠିକ୍ ଅଛି ସାଙ୍ଗମାନେ, ରହୁଛି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି କହିବେ। ରହୁଛି। ଜୟ ଜଗନ୍ନାଥ।